ଦେଖନ୍ତୁ ୟାକୁ ମୁଁ କହିବି ଗୋଟେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେ ଦଳବଦଳ କରିଛନ୍ତି ବୋଲି ମୁଁ କହିବି। ତାର କାରଣ ହେଉଛି ରାଜନୀତି ଜାଣିନଥିବା ଜଣେ ବ୍ୟକ୍ତିକୁ ବିଜୁ ଜନତା ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବରେ ଗୋଟେ ପରିଚୟ ଦେଇଥିଲେ, ତାଙ୍କୁ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଚେୟାରମ୍ୟାନ୍ କରିଥିଲେ, ତାଙ୍କୁ ରାଜ୍ୟସଭାକୁ ସାଂସଦ ଭାବରେ ପଠାଇଥିଲେ। ସେ ସବୁବେଳେ କୃତଜ୍ଞ ରହିବା କଥା ଦଳ ପାଖରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେ ସବୁବେଳେ କୃତଜ୍ଞ ରହିବା କଥା। ଏବଂ ଏ କୃତଜ୍ଞ ରହିବା ବଦଳରେ ଯେଉଁଭଳି ଭାବରେ ସୁବିଧାବାଦୀ ରାଜନୀତି କରୁଛନ୍ତି, ଜଣେ ସୁବିଧାବାଦୀର ଚରିତ୍ର ସେ ଦେଖାଉଛନ୍ତି, ତେଣୁ ଏହା ତାଙ୍କ ପକ୍ଷରେ ଶୋଭନୀୟ ନୁହେଁ। ଯଦି ସେ ଯେଉଁ ଏଲିଗେସନ୍ ସବୁ ଆଣୁଛନ୍ତି, ଯେଉଁ ଆକ୍ଷେପ କରୁଛନ୍ତି ଯେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ସାମିଲ ଥିଲେ, ବାଲି ରେ ବିଷାକ୍ତ ଛତୁଆରେ ST SC ଜମି ଦୁର୍ନୀତିରେ ସାମିଲ ଥିଲେ, ତାଙ୍କ ପାଖରେ ଯଦି ପ୍ରମାଣ ଅଛି କେଉଁ ବ୍ୟକ୍ତି ବିଶେଷ ସେଥିରେ ସାମିଲ ଥିଲେ ଏବଂ ସେ ପ୍ରମାଣ ସେ ଦେଉନାହାନ୍ତି କାହିଁକି? ସେ ସେତେବେଳେ ରାଜ୍ୟସଭା ସାଂସଦ ଥିଲେ, ଦଳର ଉପର ସ୍ତରରେ ଦଳର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀଯୁକ୍ତ VK ପାଣ୍ଡିଆନଙ୍କ ପାଖରେ ସେ ସବୁ କଥା ରଖିବା ଭଳିଆ ସକ୍ଷମ ଥିଲେ। ସେତେବେଳେ କାହିଁକି କଥା ଉଠେଇଲେ ନାହିଁ? ଆଜି 4 ବର୍ଷ 4.5 ବର୍ଷ ସାଂସଦ ରହିବା ପରେ କିଭଳି କଳାହାଣ୍ଡିର ଏତେ ସ୍ୱାର୍ଥ ତାଙ୍କୁ ଦେଖାଗଲା ଏବଂ କଳାହାଣ୍ଡି ବିଷୟରେ ସ୍ୱାର୍ଥକୁ ଦେଖି ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ। ଇଏ କେବଳ ବାହାନାବାଜି, ଖାଲି ଇଏ ଅନ୍ୟ କିଛି ନୁହେଁ। ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଶ୍ରୀଯୁକ୍ତ ସୁଜିତ କୁମାର ଭାରତୀୟ ଜନତା ପାର୍ଟିରେ ସାମିଲ ହେଇଛନ୍ତି। କୌଣସି କଳାହାଣ୍ଡିର ସ୍ୱାର୍ଥକୁ ସେ ଦେଖି ନାହାନ୍ତି କିମ୍ବା ବିଗତ ଦିନରେ ମଧ୍ୟ ଦଳର ସଂଗଠନ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ଯେହେତୁ ସେ ଜଣେ ରାଜନୈତିକ ବ୍ୟକ୍ତି ନଥିଲେ, ତେଣୁ ସେ ଦଳର ସଂଗଠନ ସହିତ ତାଙ୍କର ସେଭଳି ସମ୍ପୃକ୍ତି ନଥିଲା ଏବଂ ଦଳ ପାଇଁ ସେ ବିଶେଷ କିଛି କାର୍ଯ୍ୟ କରିନାହାନ୍ତି ମଧ୍ୟ।